ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ମହାନତାକୁ ଆଜି ସବୁ ମହଲରେ ପ୍ରଶଂସା କରାଯାଉଛି। ସେ ନିର୍ବାଚନରେ ବିଜୟୀ ହେବା ପରଠୁ ନିଜ ଦରମାକୁ କିଛି ଅସହାୟ ତଥା ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ସହାୟତା କରିବାକୁ ଘୋଷଣା କରିଥିଲେ। ସେ ଆଜି ତାଙ୍କରି ପ୍ରଥମ ଦରମାର 25,000 ଟଙ୍କା ଜଣେ ରୋଗୀଙ୍କ ଚିକିତ୍ସା ଲାଗି ସହାୟତା କରିଛନ୍ତି। ଛତ୍ରପୁର ବ୍ଲକ ପୋଡ଼ାପଦର ପଞ୍ଚାୟତ କୁମାରବେଗପଲ୍ଲୀ ସ୍ଥିତ ହନୁମାନ ମନ୍ଦିର ପୂଜକ ଆରତୀ ପ୍ରସାଦ ପଣ୍ଡା ଲିଟୁଙ୍କ ଉତ୍ତମ ଚିକିତ୍ସା କ୍ଷେତ୍ରରେ ତାଙ୍କ ପରିବାରକୁ 25,000 ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଲିଟୁ ପଣ୍ଡା ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ଉତ୍ତମ ଚିକିତ୍ସା ଲାଗି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଏବଂ ତାଙ୍କ ପରିବାରକୁ ବିଧାୟକ ସହାୟତା କରିଛନ୍ତି। ଆଜି ଅପରାହ୍ନରେ ଛତ୍ରପୁର ପାର୍ଟି କାର୍ଯ୍ୟାଳୟଠାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଓ ପଦ୍ମଚରଣ ସାହୁ, ଲିଗାଲ ସେଲ୍ର ଆବାହକ ପ୍ରଦୀପ କୁମାର ପାଢ଼ୀଙ୍କ ଉପସ୍ଥିତରେ ଲିଟୁ ପଣ୍ଡାଙ୍କ ପରିବାରକୁ 25,000 ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ଏହିପରି ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।